वरिष्ठ नागरिकों ପାଇଁ ବଡ଼ ଖବର। ଯଦି ଆପଣଙ୍କ ଘରେ 60 ରୁ ଅଧିକ ବୟସର ବରିଷ୍ଠ ନାଗରିକ ଅଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ ସବୁଠୁ ପ୍ରଥମେ ପାଇବା ପାଇଁ। ଆପଣ କିମ୍ବା ଆପଣଙ୍କ ପରିବାରର ବରିଷ୍ଠ ନାଗରିକମାନେ ଆଇଟିଆର ଫାଇଲ କରିବା ପାଇଁ ଚାପଗ୍ରସ୍ତ ହେଉଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ। ଏଠାରେ ଜାଣନ୍ତୁ ଆୟକର ବିଭାଗ ଦ୍ୱାରା ବରିଷ୍ଠ ନାଗରିକଙ୍କ ପାଇଁ କ'ଣ ଅନଲାଇନ ସୁବିଧା ଏବଂ ବମ୍ପର ଛାଡ଼ ପ୍ରଦାନ କରାଯାଇଛି। ବୃଦ୍ଧ ହେବା ପରେ କାର୍ଯ୍ୟାଳୟ ଏବଂ ବ୍ୟାଙ୍କକୁ ଯାତ୍ରା କରିବା ବହୁତ କଷ୍ଟକର ହୋଇଯାଇଥାଏ। ଏହାକୁ ଅନୁଭବ କରି ଆୟକର ବିଭାଗ ଏବେ ବରିଷ୍ଠ ନାଗରିକମାନଙ୍କ ପାଇଁ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିବା ସହଜ କରିଦେଇଛି। 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଟିକସ ଦେବା ଏବଂ ରିଟର୍ଣ୍ଣ ଫାଇଲ କରିବା ସମୟରେ ଅନେକ ସ୍ୱତନ୍ତ୍ର ସୁବିଧା ଏବଂ ଛାଡ଼ ଅନଲାଇନରେ ଯୋଗାଇ ଦିଆଯାଉଛି। ତେବେ ଆୟକର ବିଭାଗର ନିୟମ ଅନୁଯାୟୀ 60 ରୁ 80 ବର୍ଷ ବୟସର ଲୋକଙ୍କୁ ବରିଷ୍ଠ ନାଗରିକ କୁହାଯାଏ। ସେମାନଙ୍କୁ ବାର୍ଷିକ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ମୁକ୍ତ କରାଯାଏ। ସେହିପରି 80 ବର୍ଷରୁ ଅଧିକ ବୟସର ଲୋକଙ୍କୁ ସୁପର ସିନିୟର ନାଗରିକ ଭାବରେ ବିବେଚନା କରାଯାଏ ଏବଂ ସେମାନେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ପାଆନ୍ତି। ଟିକସ ଫାଇଲ କରିବା ସମୟରେ ସଠିକ୍ ଫର୍ମ ବାଛିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କର ମୋଟ ଆୟ 50 ଲକ୍ଷ ଟଙ୍କାରୁ କମ୍ ହୋଇଥାଏ ଏବଂ ଆପଣ କେବଳ ଗୋଟିଏ ଘରରୁ ପେନସନ ସୁଧ କିମ୍ବା ଭଡ଼ା ପାଉଛନ୍ତି ତେବେ ଆପଣ ଆଇଟିଆର 1 ଯଥା ସହଜ ବ୍ୟବହାର କରିପାରିବେ। ଯଦି ଆପଣଙ୍କର ଷ୍ଟକ୍ ମାର୍କେଟ ମ୍ୟୁଚୁଆଲ ଫଣ୍ଡ କିମ୍ବା ଗୋଟିଏରୁ ଅଧିକ ଘରରୁ ଭଡ଼ା ଅଛି ତେବେ ଆପଣଙ୍କୁ ଆଇଟିଆର 2 ଫାଇଲ କରିବା ଉଚିତ। ତେବେ ବୟସ ସତ୍ତ୍ୱେ କିଛି ଲୋକ ଡାକ୍ତର ଏବଂ ଓକିଲ ଭଳି ବୃତ୍ତିରେ ଜଡ଼ିତ ଅଛନ୍ତି। ଏପରି ବୃତ୍ତିଗତମାନଙ୍କୁ ଆଇଟିଆର 3 ବ୍ୟବହାର କରିବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଯଦି ଆପଣ ଜଣେ ଛୋଟ ବ୍ୟବସାୟ ମାଲିକ କିମ୍ବା ଜଣେ ସ୍ୱାଧୀନ ବୃତ୍ତିଗତ ତେବେ ଆଇଟିଆର 4 ଫର୍ମ ଉପଯୁକ୍ତ ଅଟେ। ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ବକେୟା ଟିକସ ପୈଠ କରିବା ବାଧ୍ୟତାମୂଳକ, ନଚେତ୍ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିପାରେ। ବରିଷ୍ଠ ନାଗରିକମାନଙ୍କୁ ଟିକସ ଦେବା ପାଇଁ ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ସେମାନେ ଆୟକର ବିଭାଗର ଇ ଫାଇଲିଂ ପୋର୍ଟାଲ ମାଧ୍ୟମରେ ଘରୁ ଦେୟ କରିପାରିବେ। ୱେବସାଇଟରେ ଲଗ୍ଇନ୍ କରି ଇ ଫାଇଲ ବିକଳ୍ପକୁ ଯାଆନ୍ତୁ ଏବଂ ଇ ପେ ଟ୍ୟାକ୍ସ ଉପରେ କ୍ଲିକ୍ କରନ୍ତୁ। ତାପରେ ନୂତନ ଦେୟ ଚୟନ କରନ୍ତୁ ଏବଂ ମୂଲ୍ୟାୟନ ବର୍ଷ ଚୟନ କରନ୍ତୁ। ଆପଣଙ୍କର ପ୍ୟାନ୍ ନମ୍ବର ଏବଂ ଟିକସ ପରିମାଣ ପ୍ରବେଶ କରିବା ପରେ ଆପଣଙ୍କୁ ପେମେଣ୍ଟ ପଦ୍ଧତି ଚୟନ କରିବାକୁ ପଡ଼ିବ। ଆପଣ ଡେବିଟ୍ କାର୍ଡ, ନେଟ୍ ବ୍ୟାଙ୍କିଂ କିମ୍ବା ୟୁପିଆଇ ମାଧ୍ୟମରେ ଦେୟ କରିପାରିବେ। ସବୁକିଛି ଠିକ୍ ଅଛି କି ନାହିଁ ଯାଞ୍ଚ କରି ଦାଖଲ କରିବା ପରେ ଆପଣଙ୍କର ଟିକସ ଦେୟ ସଫଳ ହେବ ଏବଂ ଆପଣ ଚାଲାଣ ରସିଦ ଡାଉନଲୋଡ୍ କରିପାରିବେ। ଟିକସ ଦେୟ ସହିତ ଆଇଟିଆର ଫାଇଲିଂ ମଧ୍ୟ ଅନଲାଇନରେ ସମାପ୍ତ କରାଯାଇପାରିବ। ପୋର୍ଟାଲରେ ଉପଯୁକ୍ତ ଫର୍ମ ଚୟନ କରନ୍ତୁ ଏବଂ ପ୍ୟାନ୍, ଆଧାର ଏବଂ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଅପଲୋଡ୍ କରନ୍ତୁ। ଦାଖଲ ପରେ ଆଧାର ଓଟିପି କିମ୍ବା ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଇ ଭେରିଫିକେସନ ଆପଣଙ୍କୁ ସହଜ କରିଦେବ। ଉପରୋକ୍ତ ଛାଡ଼ ବ୍ୟତୀତ ବରିଷ୍ଠ ନାଗରିକମାନେ ଧାରା 80D ଅନୁଯାୟୀ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରେ 5,000 ଟଙ୍କା ପର୍ଯ୍ୟନ୍ତ ଟିକସ ଲାଭ ପାଇପାରିବେ। ସେହିପରି ଧାରା 80 ଟିଟିବି ଅନୁଯାୟୀ ବ୍ୟାଙ୍କ ଜମା ଉପରେ 50,000 ଟଙ୍କା ପର୍ଯ୍ୟନ୍ତ ସୁଧ ମଧ୍ୟ ଛାଡ଼ କରାଯାଇପାରିବ। ଏହି ସମସ୍ତ କାରଣକୁ ମନେ ରଖି ଆପଣଙ୍କର ଆଇଟିଆର ଫାଇଲ କରିବା ଦ୍ୱାରା ଆପଣଙ୍କର ବହୁତ ଟଙ୍କା ସଞ୍ଚୟ ହୋଇଥାଏ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ।